ବଜ୍ରାଘାତ ହେଲା ପ୍ରାୟ 2ଟା ଟାଇମ୍ର ହଠାତ୍ ବର୍ଷା ପବନ ସହିତ ବଜ୍ରାଘାତ ହେଲା। ସେ ଯାଇଥିଲେ ତାଙ୍କ ବାଇଗଣ ବଗିଚାକୁ, ସେ ଜାଣିପାରିଲେନି ହଠାତ୍ ବଜ୍ରାଘାତ ହେଲା। ତାପରେ ଦେଖିଲେ ଲୋକ ଆସିକି ଅଚେତା ହେଇ ପଡ଼ିଛନ୍ତି। ତାପରେ କେନ୍ଦୁଝର ମେଡ଼ିକାଲକୁ ନେଇ ଆସିଲେ, ଅଟୋ ସାହାଯ୍ୟ ନେଇକି ଆସିଛନ୍ତି। ଏଠି ଡକ୍ଟରକୁ ଚେକ୍ କଲା ବେଳକୁ ସେମାନେ 2 ଜଣ ସାରା ଡେଥ୍ ହେଇଯାଇଛନ୍ତି। ତେଣୁକୁ ମୁଁ ଅନୁରୋଧ କରୁଛି ମୁଖ୍ୟମନ୍ତ୍ରୀକୁ ଯେ ନିହାତି ଗରିବ ପରିବାର, ତାକୁ କିଛି ସରକାରୀ ଅନୁଦାନ ମିଳିଲେ ସେ ପରିବାରଟି ଭଲରେ ଚଳନ୍ତା ବୋଲି ମୁଁ ଭାବୁଛି। ସେମାନେ ବଗିଚା କରିଥିଲେ ତ, ବାଇଗଣ ବଗିଚା। ଆଉ ସେ ବଗିଚାରେ 2 ଜଣ ସାରା ଥିଲେ। ଆଉ ହଠାତ୍ କରି ବର୍ଷା, ଆକାଶରେ ବର୍ଷା ଥିଲା ନାହିଁ, ହଠାତ୍ କିନ୍ତୁ ବର୍ଷା ପବନ ଆସିଲା। ସେ ଗଛ ମୂଳ ଥିଲେ ତ, ଆଉ ତାପରେ ଲୋକ ଜାଣିଲେ ଯେ ସେମିତି ଅଚେତା ହେଇକରି ପଡ଼ିଛନ୍ତି। ତାପରେ ଦେଖିଲି ସେ ପାଖରେ ଆଖ ଗଛ ଲାଇଟିଂରେ ଭାଙ୍ଗି ଯାଇଛି। ଆଉ ଅଧିକ ଲୋକ ନାହିଁ, ସେ 2 ଜଣ ଥିଲେ। ତାପରେ କାକା ଆସିଲେ, ଘରୁ ଦୌଡ଼ିନୁ ଜଣେ କହିଦେବା କିଏ କହିଲେ ଯେ କାକା ଦୌଡ଼ିକି ତାଙ୍କ ଘର ପାଖରେ ତ, ସେ ଆସିକି ଦେଖିଲେ ତ 2 ଜଣ ସାରା ଗଛ ମୂଳେ। ମୋର କାକା ଶ୍ୱଶୁର ହେବେ, ଖୁଡ଼ି ଶାଶୁ ହେବେ।